ସମସ୍ତଙ୍କୁ ଶୁଭ ସକାଳ। ଯେ ଆଜି ଆମେ ଜାଣିବା ଖରା ଦିନରେ ଆମେ ଆମେ ବିଶେଷ କରି ଖରା ଦିନରେ ଆମେ କୋଲ୍ଡ ଡ୍ରିଙ୍କସ୍ ପିଅନ୍ତି, କିନ୍ତୁ ଆପଣ ଜାଣିନାହାନ୍ତି ଯେ କୋଲ୍ଡ ଡ୍ରିଙ୍କସ୍ ପିଇବା ଫଳରେ ଆମ ବଡ଼ିରେ କ'ଣ ରିଏକ୍ସନ୍ ହୁଏ। ପ୍ରଥମେ ମୁଁ ଆପଣଙ୍କୁ କହି ରଖେ ଯେ ଆମ ବଡ଼ି ଭିତରେ ଟେମ୍ପରେଚର୍ ଗୋଟେ ଅଛି, ସିଏ 37 ଡିଗ୍ରୀ ଟେମ୍ପରେଚର୍। ଯଦି ଆମେ ଫ୍ରିଜ୍ ପାଣି, ଥଣ୍ଡା ପାଣି ବା କୋଲ୍ଡ ଡ୍ରିଙ୍କସ୍ ଏନି ଟାଇପ୍ର କୋଲ୍ଡ ଡ୍ରିଙ୍କସ୍ ପିଇବା, ତାହେଲେ ବଡ଼ି ଭିତରେ ନିଶ୍ଚିତ ଭାବେ ରିଏକ୍ସନ୍ ହେବ। ଆପଣ ଯେମିତି ଦେଖନ୍ତି ଯେ ଗରମ ଲୁହାରେ ଗରମ ଥିବ, ତା ଦେହରେ ପାଣି ଢାଳିବା ଗୋଟେ ରିଏକ୍ସନ୍ ହୋଇବ, ବାଷ୍ପ ହେଇଯାଏ। ଠିକ୍ ସେଇଭଳି ଯଦି ଆମେ କୋଲ୍ଡ ଡ୍ରିଙ୍କସ୍ଟାକୁ ଆମେ ବଡ଼ି ଭିତରକୁ ଦେବା, ତାହେଲେ ବଡ଼ି ଭିତରେ ଯେଉଁ ଟେମ୍ପରେଚର୍ ଅଛି ସେଟାକୁ ଡାଉନ୍ କରିବ। ଆଇଦର୍ ଇଏ ମାନେ ଲିଭର୍ ଭିତରେ ଆପଣଙ୍କୁ ଲିଭର୍‌ର ଖାଦ୍ୟକୁ ଥଣ୍ଡା କରିବ, ନହେଲେ ନାହିଁ ମାନେ ନିଶ୍ଚିତ ଏହା ବଡ଼ି ଭିତରେ ଏକ ପ୍ରକାର ରିଏକ୍ସନ୍ କ୍ରିଏଟ୍ ହେବ। ଯାହାଫଳରେ ଆମକୁ ଗ୍ୟାସ୍ ହେଉ, ଏସିଡିଟି ହେଉ, ଆମେ ଭାବନ୍ତି ଆମକୁ ପାଟିକି ମିଠା ଲାଗେ, ମାନେ ଥଣ୍ଡାଟା ଆମକୁ ଆବଶ୍ୟକ, ବାହାରେ ଟେମ୍ପରେଚର୍ ଯେହେତୁ ଅଧିକ ଅଛି, କିନ୍ତୁ ଆମ ବଡ଼ି ଭିତରେ ଟେମ୍ପରେଚର୍‌କୁ ଆମେ ତାକୁ ଡାଉନ୍ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହା ହେଇନଥାଏ। ଏହା ସାଧାରଣତଃ ଆମ ଇନର୍ ଲିଭର୍‌କୁ ଏହା ଖରାପ କରିବାରେ ମଧ୍ୟ ସହାୟକ ହେଇଥାଏ। ଏବଂ ଯେଉଁ ପାଣି ଆମେ ପିଅନ୍ତି, ଯେ ଆମେ ପାଣିଟା ପିଇବାର ସମୟ, ଯେ ଆମକୁ ଶୋଷ ଲାଗୁଛି, ଆମେ ପାଣି ସାଙ୍ଗେ ସାଙ୍ଗେ ପିଇଦେବାନି। ଆମେ ନିହାତି ଗୋଟେ ଗ୍ୟାପ୍ ଦେବା। ଆମେ ଅଳ୍ପ ଅଳ୍ପ ପାଣି ପିଇବା। ଯେଉଁ ପାଣି ଆମେ ଶୀତ ଦିନେ ପ୍ରାୟ ଉଷୁମ ପାଣି ଆମେ ପିଇବା ଅଭ୍ୟାସ କଲୁଣି କିଛି ଜାଣିବା ପରେ, କିନ୍ତୁ ଶୀତ ଦିନେ ଯେମିତି ଗରମ ପାଣି ଅଧିକ ଟେମ୍ପରେଚର୍ ବ୍ୟବହାର କରୁ, ଖରାଦିନେ ମଧ୍ୟ ଆମେ ଗରମ ପାଣି ପିଇପାରିବା, ଉଷୁମ ପାଣି, ଯେଉଁଟାକି କମ୍ ଉଷୁମ ଥିଲେ ଆମେ ତାକୁ ନେଇପାରିବା। କିନ୍ତୁ ଥଣ୍ଡା ପାଣି ବଦଳରେ ଆମେ ମାଟି ହାଣ୍ଡିରେ ପାଣି ରଖି ପିଇପାରିବା, ସେଟା ଆମ ବଡ଼ି ପାଇଁ ଇମ୍ପୋର୍ଟାଣ୍ଟ ଅଛି। କିନ୍ତୁ ଆମେ କୋଲ୍ଡ ଡ୍ରିଙ୍କସ୍ ପିଇବା ଫଳରେ ଆମ ବଡ଼ି ଭିତରେ ଯେଉଁ ଟେମ୍ପରେଚର୍, ଯେମିତି କହିଲି 37 ଡିଗ୍ରୀ ଟେମ୍ପରେଚର୍ ଅଛି, ସେ ଟେମ୍ପରେଚର୍‌କୁ ସିଏ ଆପଣଙ୍କର ଯେମିତି ରିଏକ୍ସନ୍, ଯେମିତି କହିଲି ଗରମ ଲୁହାରେ ପାଣି ପଡ଼ିଲେ ରିଏକ୍ସନ୍ ହୁଏ, ସେମିତି ରିଏକ୍ସନ୍ ହେଇ ତା ମଧ୍ୟ ବଡ଼ି ଭିତରେ ଆମର ଲିଭର୍‌କୁ ଡ୍ୟାମେଜ୍ କରିବାରେ ସହାୟକ ହୁଏ। ଯେମିତି ଆମେ ଆଜିକାଲି ରୋଗ ଶୁଣିଥିବେ, ଲିଭର୍ ସିରୋସିସ୍ ରୋଗ ହେଉଛି, ଯାହାଫଳରେ ବହୁତ ଲୋକ ଯେମିତି ଡ୍ରିଙ୍କସ୍ କରୁଛନ୍ତି, କି କୋଲ୍ଡ ଡ୍ରିଙ୍କସ୍ କିମ୍ବା ଆପଣଙ୍କର ଯେଉଁ ସୋଡ଼ା, ଏସବୁ ଫ୍ରିଜ୍‌ରେ ପ୍ରାୟ ରହେ, ତାକୁ ମିଶାଇକି ପିଉଛନ୍ତି, ଯାହାଫଳରେ ବଡ଼ି ମଧ୍ୟ ଆମର ମେନ୍ ପାର୍ଟ ହେଲା ଲିଭର୍ ଠିକ୍ ରହୁନାହିଁ, ଯାହାଫଳରେ ଖାଦ୍ୟ ପ୍ରଣାଳୀ ଠିକ୍ ରହୁନି, ଗ୍ୟାସ୍ ଏସିଡିଟି ବଢ଼ୁଛି। ଆଉ ବଡ଼ି ଭିତରେ ଆମର ଦେଖିବେ ଛାତି ଜଳିବା, ପୋଡ଼ିବା, ଏସବୁ ଜିନିଷ ଆମେ ଜାଣିପାରନ୍ତିନି, ଅଜାଣତରେ ହୁଏ ଏବଂ ଆମେ ଡାକ୍ତର ପାଖକୁ ଦୌଡ଼ନ୍ତି। ଦବାଇ ମାନେ ଡାକ୍ତର ଯେଉଁଟା ହିନ୍ଦୀରେ କୁହନ୍ତି ଦବାଇ, ମେଡ଼ିସିନ୍‌କୁ ଦବାଇ ଦିଏ, ତାପରେ ସେ ପୁଣି ବାହାରିବ। ଏବଂ ଗୋଟେ ରିଏକ୍ସନ୍ ଯଦି ଆମେ ମେଡ଼ିସିନ୍‌କୁ ମାରିକି ଦେଖିବା ଯେ ମେଡ଼ିସିନ୍ ରେ କମ୍ପୋଜିସନ୍ ଯାହା ଅଛି, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଯେଉଁ ମେଡ଼ିସିନ୍ ଦୋକାନରେ ଲେଖା ହେଇଥାଏ, ସେ କେମିକାଲ୍ ବଡ଼ିରେ ଗୋଟେ ରିଏକ୍ସନ୍, ଗୋଟେ ଜିନିଷ ବନ୍ଦ କରିବ, ଆଉ ଗୋଟେ ଜିନିଷ କ୍ରିଏଟ୍ କରିବ। ତେଣୁ ଆମେ ମେଡ଼ିସିନ୍‌କୁ ଆଭଏଡ଼୍ କରିବା। ଆଉ ବିଶେଷ କରି ମୁଁ ଆପଣଙ୍କୁ ଖରାଦିନରେ ଯେଉଁ କୋଲ୍ଡ ଡ୍ରିଙ୍କସ୍ ଯେଉଁମାନେ ପିଉଛନ୍ତି, କୋଲ୍ଡ ଡ୍ରିଙ୍କସ୍ ବଦଳରେ ପଇଡ଼ ପାଣି ପିଅନ୍ତୁ। ଆଉ ଥଣ୍ଡା ପାଣି ଯେଉଁ ମାଟି ହାଣ୍ଡିରେ ଯେମିତି କହିଲି ରଖି ପାଣି ପିଇବା ଅଭ୍ୟାସ କରନ୍ତୁ। ଏବଂ ଯଦି ଫ୍ଲୋରାଇନ୍ ବା ଆଇରନ୍ କମ୍ ଅଛି ପାଣିରେ, ଥଣ୍ଡା ପାଣି ଟ୍ୟୁବୱେଲ୍‌ରୁ ଡାଇରେକ୍ଟ ମୋଡ଼ିକି ଆପଣ ପାଣି ପିଇପାରିବେ, ଆଉ କିନ୍ତୁ ଛାଣିକି ପିଇବା ଦରକାର। ଏବଂ ପାଣି ପିଇବା ସଙ୍ଗେ ସଙ୍ଗେ ଆପଣମାନେ ମଧ୍ୟ ଖରାଦିନେ ଯେମିତିକି ଆପଣଙ୍କର ଦହି ପିଇବେ, କି ଆପଣଙ୍କର ଦହି ଦ୍ୱିପହର ପାଇଁ ଦହି ଠିକ୍ ଅଛି, ବା ଲେମ୍ବୁ ପାଣି ଠିକ୍ ଅଛି, ଏଗୁଡ଼ା ପିଇବା ମଧ୍ୟ ଦରକାର। ଠିକ୍ ଅଛି, ଥ୍ୟାଙ୍କ ୟୁ।